ଏକ ଜଙ୍ଗଲ ପାଖରେ ଗୋଟିଏ ବଡ଼ ନଦୀ ବହି ଯାଇଥିଲା। ସେଇ ନଦୀ ଭିତରେ କିଛି ଜଳପରି ରହୁଥିଲେ। ଦିନେ ଗୋଟେ ଚଢ଼େଇ କିଛି ଫଳ ଖାଇସାରିଲା ପରେ ସେ ମଞ୍ଜି ସବୁକୁ ନଦୀରେ ଫିଙ୍ଗି ଚାଲିଗଲା। ଏସବୁ ଦୂରରୁ ଏକ ଜଳପରି ଦେଖୁଥିଲା। ସେ ଚଢ଼େଇଟା କେତେ ମଜା କରି ସେସବୁ କ'ଣ ଖାଉଥିଲା। ମୁଁ ନଦୀ ଭିତରକୁ ଯାଇ ଦେଖେ ସେ କ'ଣ ଫିଙ୍ଗିଛି। ଆରେ ଏଇ ଦୁଇଟା ତ ଫଳ ମଞ୍ଜି। ମୋ ପାଖରେ ଆଗରୁ ଏକ ଫଳ ମଞ୍ଜି ଅଛି। ମୁଁ ଏଇ ଦୁଇଟି ବି ତା ସହ ମିଶେଇକି ରଖିଦିଏ। ତୁ ଏସବୁ କ'ଣ ଜମା କରି ରଖୁଛୁ? ଜଳପରି ମା ମନା କରିଥିଲେ ନା ବାହାର ଜିନିଷ ନିଜ ପାଖରେ ରଖିବା ପାଇଁ। ବାହାର ଦୁନିଆ ଭଲ ନୁହଁ। ତୁ ସେ ଚଢ଼େଇମାନଙ୍କ ସହ ଜମା ବି ମିଶିବୁନି। ତୁ ଏମିତି କାହିଁକି କହୁଛୁ? ଏତେ ଛୋଟ ଛୋଟ ଚଢ଼େଇମାନେ ଆମର କ'ଣ କ୍ଷତି କରିବେ? ସେମାନେ ତୋର କ୍ଷତି କରିବେନି ସତ, ହେଲେ ଯେବେ ସେମାନେ ତୋର ବିଶ୍ୱାସ ଭାଙ୍ଗିବେ ତୁ ଜାଣିପାରିବୁ। ତୋର ଯାହା ଇଚ୍ଛା ତୁ କର, ପଛରେ ତୁ ମତେ କହିବୁନି। ଆରେ ବା, ମୋ ପାଖରେ ତ 3ଟି ଫଳ ମଞ୍ଜି ହେଇଗଲା। ଏବେ ମୁଁ ମୋ ଯାଦୁ ଶକ୍ତିରେ ଏ 3ଟି ମଞ୍ଜିକୁ ଗୋଟିଏ ମଞ୍ଜି କରିଦେବି। ଏ ମଞ୍ଜିରୁ ଯୋଉ ଗଛ ବାହାରିବ ସେଥିରେ 3 ପ୍ରକାରର ଫଳ ଫଳିବ। ସେଇ ଜଙ୍ଗଲରେ ଏକ ବୁଢ଼ୀ ଚଢ଼େଇ ରହୁଥିଲା। ତାର ନିଜର କେହି ନଥିଲେ। ଦିନେ ସେ ବାହାରକୁ ଯାଇଥିଲା। ରାସ୍ତା ପାଖରେ ଏକ ଆମ୍ବ ଗଛ ଦେଖି ସେ ଅଟକିଗଲା ଆଉ ଏକ ଆମ୍ବ ତୋଳି ଖାଇଲା। ମା, ଶୀଘ୍ର ବାହାରକୁ ଆସ। ଦେଖ, ଗୋଟେ ବୁଢ଼ୀ ମା ଆମ ଗଛରୁ ଆମ୍ବ ତୋଳି ଖାଉଛି। କିଏ କିଏ ଆମ ଆମ୍ବ ଗଛରୁ ଆମ୍ବ ତୋଳୁଛି? ମା, ଏଇ ସେଇ ବୁଢ଼ୀ ମା। ଏ ଗଛ ତମ ମାନଙ୍କର ବୋଲି ମୁଁ ଜାଣିନଥିଲି। ରାସ୍ତା କଡ଼ରେ ଗଛ ଦେଖିଲି, ସେଥିପାଇଁ ଗୋଟେ ଆମ୍ବ ତୋଳି ଖାଇଦେଲି। ଆମ ଗଛର ଆମ୍ବ ଖାଇ ଏବେ ବାହାନା କରୁଛ? ଚୁପଚାପ ଆମ ଆମ୍ବର ଟଙ୍କା ଦିଅ, ତାପରେ ଯାଇଠୁ ଯିବ। ହେଲେ ମୋ ପାଖରେ ତ ଏବେ ଟଙ୍କା ନାହିଁ। ମୁଁ ତମମାନଙ୍କୁ କ'ଣ ଦେବି? ମା ଦେଖ, ଏ ବୁଢ଼ୀ ମା ସୁନାର ନାକଫୁଲି ପିନ୍ଧିଛନ୍ତି। ତାଙ୍କୁ ସେଇଟା ମାଗ। ଗୋଟିଏ ଆମ୍ବ ପାଇଁ ମୁଁ ତମମାନଙ୍କୁ ମୋ ସୁନା ନାକଫୁଲି ଦେଇପାରିବିନି। କ'ଣ ପାଇଁ ଦେବନି? ଚୁପଚାପ ତୁମର ସେ ସୁନା ନାକଫୁଲି ଆମକୁ ଦିଅ। ଯଦି ନ ଦେବ ମୁଁ ସବୁ ଚଢ଼େଇଙ୍କୁ ଡାକି ଏଠି ଜମା କରିବି ଆଉ ତୁମକୁ ଚୋର କହିବି। ତାପରେ ଦେଖିବ ସେମାନେ ତମର କ'ଣ ଅବସ୍ଥା କରିବେ। ଥାଉ, ଏତେ କଷ୍ଟ କରି କାହାକୁ ବି ଡାକିବା ଦରକାର ନାହିଁ। ଏଇ ନିୟମ ନାକଫୁଲି। ଏବେ ବୁଝିଲେ ମା, ତୁମେ କ'ଣ ପାଇଁ ସେ ଗଛର ଆମ୍ବ ଖାଇବା ପାଇଁ ମତେ ମନା କର? ଏମିତି ଚଢ଼େଇମାନଙ୍କୁ ଠକି ତାଙ୍କଠୁ ଟଙ୍କା ଆଦାୟ କରିପାରିବ ବୋଲି ନା? ହଁ, ତୁ ଠିକ୍ କହିଛୁ। ସେ ଗଛ ଆମର ନୁହଁ, ହେଲେ ସେ ଗଛ ପାଇଁ ଆମେ ଅନେକ ଟଙ୍କା ରୋଜଗାର କରିପାରିବା। ତୁ ସବୁଦିନ ସେ ଗଛ ଉପରେ ନଜର ରଖିଥିବୁ। ଯିଏ ବି ସେ ଗଛର ଆମ୍ବ ଖାଇବ ମତେ ଶୀଘ୍ର ଡାକିବୁ। ମୋ ପାଖରେ କେବଳ ମୋର ସୁନା ନାକଫୁଲିଟି ହିଁ ଥିଲା। ଏବେ ମୋ ପାଖରେ ଆଉ କିଛି ବି ନାହିଁ। ମୁଁ ଏବେ କ'ଣ କରିବି? ଆଗରେ ତ ଗୋଟେ ନଦୀ ଅଛି, ଯାଏ ପାଣି ପିଇଦିଏ। ବୁଢ଼ୀ ଚଢ଼େଇଟି ମନ ଦୁଃଖରେ ନଦୀ କୂଳରେ ବସି କାନ୍ଦୁଥିଲା। ତାକୁ ଏମିତି କାନ୍ଦୁଥିବାର ଦେଖି ଜଳପରି ତା ପାଖକୁ ଆସିଲା। କିଏ ତୁମେ? ମୁଁ ଏ ନଦୀରୁ ପାଣି ପିଇଛି ବୋଲି ଏବେ ତମେ ମତେ ଟଙ୍କା ମାଗିବନି ତ? ନା ନା, ଭୟ କରନି। ମୁଁ ତୋର କିଛି କ୍ଷତି କରିବିନି ଚଢ଼େଇ। ମତେ କହ, ତୁ କାନ୍ଦୁଥିଲୁ କ'ଣ ପାଇଁ? ବୁଢ଼ୀ ଚଢ଼େଇଟି ଜଳପରୀକୁ ସବୁ ଘଟଣା କହିଲା। ଜଳପରୀ ମନରେ ଦୟା ଆସିଲା। ମୁଁ ତତେ ସାହାଯ୍ୟ କରିପାରିବି ଚଢ଼େଇ। ବେଶୀ କିଛି ନହେଲେ ବି ତୁ ନିଜ ପାଇଁ ଖାଇବା ଯୋଗାଡ଼ କରିପାରିବୁ। ଏଇ ମଞ୍ଜି ନେ। ମୁଁ ମୋ ଯାଦୁ ଶକ୍ତିରେ 3 ପ୍ରକାରର ଫଳ ମଞ୍ଜିକୁ ମିଶେଇ ଗୋଟିଏ ମଞ୍ଜି ତିଆରି କରିଛି। ଏ ମଞ୍ଜି ନେଇ ତୁ ନିଜ ବଗିଚାରେ ପୋତି ଦେବୁ। ଏଥିରୁ ଯୋଉ ଗଛ ବାହାରିବ ସେଥିରେ 3 ପ୍ରକାରର ଫଳ ଫଳିବ। ସେ ଫଳ ବିକ୍ରି କରି ତୁ ଆରାମରେ ନିଜ ଖାଇବା ଯୋଗାଡ଼ କରିପାରିବୁ। ଆଉ ହଁ, ଏ ମଞ୍ଜିରୁ ବାହାରିଥିବା ଗଛର ଫଳ କେବେ ବି ସରିବନି। ସତରେ ଜଳପରି, ତୁମେ ମତେ ଏତେ ମୂଲ୍ୟବାନ ଗଛ ଦେଉଛ। ମୁଁ ତୁମକୁ କେମିତି ଧନ୍ୟବାଦ ଦେବି? ଏ ଗଛ ବଦଳରେ ତୁମକୁ ଦେବା ପାଇଁ ମୋ ପାଖରେ କିଛି ବି ନାହିଁ। ମତେ କିଛି ବି ଦେବାକୁ ପଡ଼ିବନି। ଯେତେବେଳେ ଗଛରେ ଫଳ ଫଳିବ ତୁ ମୋ ପାଇଁ 3ଟି ଫଳ ଆଣିଦେବୁ। ଠିକ୍ ଅଛି ଜଳପରି, ଯେତେବେଳେ ବି ଏ ଗଛରେ ଫଳ ଫଳିବ ମୁଁ ତୁମ ପାଇଁ ପ୍ରଥମେ ସେ ଫଳ ଆଣିଦେବି।
ଏମିତି କହି ବୁଢ଼ୀ ଚଢ଼େଇ ସେ ମଞ୍ଜି ନେଇ ନିଜ ଘରକୁ ଗଲା ଆଉ ନିଜ ଘର ଅଗଣାରେ ପୋତିଦେଲା। 2 ଦିନ ପରେ ହିଁ ମଞ୍ଜିରୁ ଗଛ ବାହାରି ସେଥିରେ 3 ପ୍ରକାରର ଫଳ ଫଳିଲା। ବୁଢ଼ୀ ଚଢ଼େଇଟି ଖୁସି ହେଇ ସେ 3 ପ୍ରକାରର ଫଳ ଧରି ଜଳପରି ପାଖକୁ ଗଲା ଆଉ ତାକୁ କହିଲା, ଜଳପରି ଦେଖ, ତୁମେ ଦେଇଥିବା ମଞ୍ଜିରୁ ଗଛ ବାହାରି ସେଥିରେ ଫଳ ଫଳିଛି। ମୁଁ ତୁମ ପାଇଁ ପ୍ରଥମ ଫଳ ଆଣିଦେଇଛି। ସତରେ ଚଢ଼େଇ, ତୁ ବହୁତ ଭଲ। ମୁଁ କେବେ ଆଶା କରିନଥିଲି ତୁମ ପାଖକୁ ଆସିବୁ। ଜଳପରି, ତୁମେ ମୋତେ ସେ ଗଛ ଦେଇଛ, ମୁଁ କ'ଣ ପାଇଁ ଆସିବିନି? ଆଜିଠାରୁ ମୁଁ ପ୍ରତ୍ୟେକ ଦିନ ତୁମକୁ ଫଳ ଆଣିଦେବି। ଏମିତି କହି ବୁଢ଼ୀ ଚଢ଼େଇ ସେଠାରୁ ଚାଲିଗଲା। ଜଳପରି ସେ ସବୁ ଫଳ ଧରି ନଦୀ ଭିତରକୁ ଗଲା। ତୁ ସେ ଚଢ଼େଇ ସହ କ'ଣ କଥା ହେଉଥିଲୁ? ତତେ କହିଥିଲେ ନା ଚଢ଼େଇ ମାନେ ଭଲ ନୁହଁ, ଆଉ ତୁ ତା ପାଖରୁ ଏସବୁ କ'ଣ ଆଣିଛୁ? ଏମିତି କହନି, ସବୁ ଚଢ଼େଇ ସମାନ ନୁହନ୍ତି। ସେ ଚଢ଼େଇଟା ବହୁତ ଭଲ। ଦେଖେ, ସେ ମୋତେ ତା ଗଛର ଫଳ ଆଣିଦେଇଛି। ନେ, ତୁ ବି ଖା। ନା ନା, ମୁଁ ସେ ଫଳ ଖାଇବିନି। କିଏ ଜାଣେ ସେ ଫଳ ଯଦି ବିଷାକ୍ତ ହେଇଥିବ। ତୁ ନ ଖା, ମୁଁ ତ ଖାଇବି। ଆମ୍ବ, ଜାମୁ, ପଣସ ଖାଇବାକୁ ଭାରି ମଜା ଲାଗୁଛି। ଦେଖେ, ମୁଁ ଏ ସବୁ ଫଳ ଖାଇଲି। କାଇଁ, ମୋର ତ କିଛି ବି ହେଲାନି। ନେ, ତୁ ବି ଖା। ଆରେ ସତରେ ତ, ଏଇ ଫଳ ସବୁ ବହୁତ ମିଠା। ମୁଁ ବି ଯଦି ଚାଲିପାରନ୍ତି ଜଙ୍ଗଲ ଭିତରକୁ ଯାଇ ସବୁଦିନ ଏ ଫଳ ଖାଆନ୍ତି। ତୁ ଚିନ୍ତା କରନି, ସେ ଚଢ଼େଇ ପ୍ରତିଦିନ ଆମକୁ ଏ ଫଳ ଆଣିଦେବ। ଚାଲେ ବି ଘରକୁ ଯିବା। ଏମିତି ପ୍ରତିଦିନ ସେ ବୁଢ଼ୀ ଚଢ଼େଇ କିଛି ଫଳ ନେଇ ଜଳପରୀକୁ ଦେଉଥିଲା ଆଉ କିଛି ଫଳ ବଜାରରେ ବିକ୍ରି କରି ଖାଇବା ଯୋଗାଡ଼ କରୁଥିଲା। ଦିନେ ସେ ମା ଚଢ଼େଇ ଆଉ ତାର ଛୁଆ ବୁଢ଼ୀ ଚଢ଼େଇର ଘର ରାସ୍ତା ଦେଇ ଯାଉଥିଲେ। ସେମାନେ 3 ଫଳବାଲା ଗଛ ଦେଖି ଅଟକି ଗଲେ। ମା, ଦେଖ, ଇଏ ସେଇ ବୁଢ଼ୀ ମା ନା? ଦିନେ ଯାହାଙ୍କର ସୁନା ନାକ ଫୁଲି ଆମେ ନେଇଯାଇଥିଲେ। ହଁ, ଇଏ ତ ସେଇ ବୁଢ଼ୀ। ହେଲେ ବୁଢ଼ୀର ଏତେ ପରିବର୍ତ୍ତନ ହେଲା କେମିତି? ଆଉ ତା ଘର ବାହାରି ଇଏ କେମିତିକା ଗଛ, ଯୋଉ ଗଛରେ 3 ପ୍ରକାରର ଫଳ ଫଳିଛି? ଭାରି ଭୋକ ଲାଗିଲାଣି ମା। ଚାଲ ନା ସେ ବୁଢ଼ୀ ମାଙ୍କୁ କିଛି ଖାଇବା ମାଗିବା। ଆରେ ନା ନା, ଆମେ ତାକୁ କୋଉ ମୁହଁରେ ଖାଇବା ମାଗିବା? ସେଦିନ ଆମେ ତା ସହ କେତେ ଖରାପ ବ୍ୟବହାର କରିଥିଲେ। ସେ ଆଜି ଆମକୁ ଏଠି ଦେଖିଲେ ଝାଡୁରେ ପିଟିବ। ଆରେ, ତମେ ମାନେ ଏଠି କ'ଣ କରୁଛ? ତମେ ମାନେ ତ ଦିନେ ମୋ ସୁନା ନାକ ଫୁଲି ମୋ ପାଖରୁ ଛଡ଼େଇ ନେଇଯାଇଥିଲ ନା? ଆମକୁ କ୍ଷମା କରିଦିଅ ବୁଢ଼ୀ ମା। ଆମେ ଜୋର କରି ସେଦିନ ତୁମ ପାଖରୁ ତୁମ ସୁନା ନାକ ଫୁଲି ଛଡ଼େଇ ନେଇଯାଇଥିଲୁ। ତାର କିଛି ଦିନ ପରେ ହିଁ ଏକ ଝଡ଼ ବର୍ଷାରେ ସେ ଆମ୍ବ ଗଛ ଭାଙ୍ଗିଗଲା। ଏମିତିକି ଆମ ଘର ବି ଭାଙ୍ଗିଗଲା। ଜଙ୍ଗଲରେ କେହି ବି ଆମକୁ ସାହାଯ୍ୟ କଲେ ନାହିଁ। 2 ଦିନ ହେଇଗଲାଣି ଆମେ କିଛି ବି ନ ଖାଇ ରାସ୍ତାରେ ବୁଲୁଛୁ। ତମେ ମାନେ ମୋ ଘରକୁ ଆସ, ମୁଁ ତମମାନଙ୍କୁ ଖାଇବା ଦେବି। ସତ କହୁଛ ବୁଢ଼ୀ ମା? ତାପରେ ବୁଢ଼ୀ ଚଢ଼େଇ ସେମାନଙ୍କୁ ଘର ଭିତରକୁ ନେଇ କିଛି ଖାଇବା ଦେଲା। କେତେ ଦିନ ପରେ ଯାଇ ଏମିତି ଭଲ ଖାଇବା ମିଳିଲା। ଭୋକର କଷ୍ଟ ମୁଁ ଜାଣେ, ସେଥିପାଇଁ ତ ମୁଁ ସେଦିନର କଥା ଭୁଲି ତମମାନଙ୍କୁ ଖାଇବା ଦେଲି। ତୁମେ ବହୁତ ଭଲ ବୁଢ଼ୀ ମା, ଆମକୁ କ୍ଷମା କରିଦେଲ। ଏବେ ଆମ ପାଖରେ ରହିବା ପାଇଁ ଘର ନାହିଁ କି କିଛି କାମ ବି ନାହିଁ। ତୁମେ ଯଦି କିଛି କାମ ମୋତେ ଦିଅନ୍ତ ବହୁତ ଭଲ ହୁଅନ୍ତା। ଯେମିତି ବି କାମ ହେଉ ମୁଁ ସବୁ କରିଦେବି। ଏମିତିରେ ବି ମୋ ଦେହ ଭଲ ରହୁନି। ତମେ ମାନେ